ପଖାଳ ଆଉ ଏଇଟା ଜହ୍ନି ଆଳୁ ଟମାଟର ତରକାରୀ। ମୋବାଇଲ ଅନ୍ କଲି ମାନେ ସେତେବେଳେ ହାଇ ମାଇଲା, ସାଙ୍ଗମାନଙ୍କୁ ସବୁ ହାଇଟା ଦେଇଦିଏ। ତାର ବର୍ତ୍ତମାନ କ୍ଷୀର ଗରମ ହେଇଯାଇଛି ଆଉ ବିସ୍କୁଟ ବର୍ତ୍ତମାନ ବ୍ରେକଫାଷ୍ଟ କରିକି ସେ ଖାଉଛନ୍ତି। ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ସକାଳୁ ସକାଳୁ ମୋର କାର୍ଯ୍ୟକ୍ରମ କାମ ସରେଇ ଦେଇଛି ଆଉ ବର୍ତ୍ତମାନ ଆମେ ପୁରା ବ୍ୟସ୍ତରେ ଅଛୁ ଡ୍ୟୁଟି ଯିବା ପାଇଁ। ଆଉ ଦେଖିପାରୁଥିବେ ମୁଁ ବ୍ରସ୍ ଫ୍ରସ୍ କରି ଗାଧୋଇ ପାଧେଇ ଠାକୁର ପୂଜା ସବୁ ସାରିକି ବର୍ତ୍ତମାନ ଦେଇଛନ୍ତି ମୋତେ। କାଲି ହେଇଥିଲା ପୁରୀ ଆଉ କାଲି ଭାତ ରୋଷେଇ ହେଇନଥିଲା, ପୁରୀ ହେଇଥିଲା ଆଉ ବର୍ତ୍ତମାନ ପୁରୀ ଖାଉଛି। ଆଉ ଆନିମା ପାଇଁ ଗୁଲାମ ଜାମୁନ କ'ଣ କୁହନ୍ତି ଏଗୁଡ଼ା ରୋଷେଇ ହେଇଛି। ଆଉ ବର୍ତ୍ତମାନ ଏକା ଖାଇକି ଯିବାକୁ ଡ୍ୟୁଟି। ତାମିଲାକାଙ୍କ ରୁମ୍ ଅଛି, ଆମ ରୁମ୍ ସାଇଡ଼୍ରେ ତାଙ୍କର ରୁମ୍ ଅଛି ତାମିଲାକାଙ୍କର। ସେ ସକାଳୁ ବହୁତ ପାର୍ଟି କରୁଛି କାହା ସାଙ୍ଗରେ କେଜାଣି କ'ଣ ହେଇଛି, ସକାଳୁ ବହୁତ ଝଗଡ଼ା ଲାଗୁଛି। ଆଉ ସେଥିପାଇଁ ଟିକେ କ'ଣ ପାଇଁ ଏତେ ଚିଲଉଛି କେଜାଣି କିଛି କହିପାରିବେନି, ଶୁଣାଯାଉଥିବ। ଆଉ ରୀତା ଯାଇଛି ଗାଧୋଇବା ପାଇଁ, ଜଲ୍ଦି ଆସିଲେ ଆମର ଟିଫିନ୍ ରେଡ଼ି କରିବେ। ଆଉ ରୋଷେଇ ବର୍ତ୍ତମାନ ଚାଲିଛି, ତରକାରୀ ବର୍ତ୍ତମାନ ବସିଛି। ଆଉ ସବୁ ରେଡ଼ି ରେଡ଼ି ହେଇଗଲା ପରେ ସେ ଯିବୁ ଡ୍ୟୁଟି। ଆଜି ହେଲା ସୋମବାର, ଆଜି ଫାଷ୍ଟ ଆଜି ଡ୍ୟୁଟି ଆରମ୍ଭ। ଆଉ କାଲିଠୁ ଡ୍ୟୁଟି ଆରମ୍ଭ ହେବ ବୋଲି ମାନେ ଆଗୁଆ ଜଣାଇ ଦେଇଥିଲେ। ଆଜି ହେଲା ସୋମବାର, ଯିବା ଡ୍ୟୁଟି। ସକାଳୁ ଆକା ଆସିକି ଦେଇଯାଇଛନ୍ତି କ୍ଷୀର ଆନିମା ପାଇଁ। ଆଉ ଆଜି ମୁଁ ପଇସା ଆକାକୁ ଯେତେବେଳେ ଦେଉଛି 15 ଟଙ୍କା ହିସାବରେ, କେତେ ପଇସା ଦେଇଥିଲେ? 60 ଟଙ୍କା 4 ଦିନର। ଆଉ ଦେଉଥିଲି, ସେ ବୋଲେ ଏତିକି କ'ଣ ପଇସା? ଆମେ କହିଲେ ନା କେତେ 15 ଟଙ୍କା। 15 ଟଙ୍କା ଏତିକି କ୍ଷୀରକୁ 30 ଟଙ୍କା। ଏ ଭାଇରେ 30 ଟଙ୍କା। ଫେର୍ ତାକୁ ରିଟର୍ଣ୍ଣ କରିକି ତାକୁ କୁହାବୁଲା କରି କଟାକଟି କରିକି ଦିଆହେଲା 20 ଟଙ୍କା ହିସାବରେ। ସେ ଡେଲି ଏବେ ଆଣିକି ଦେବ। ଆଉ ଏଇଲା ଆନିମା ପାଇଁ ଏଗୁଡ଼ା। ଆଉ ଶନିବାର ଦିନ ଆମେ ଏତିକି ପରିବା ଆଣିଥିଲୁ, କିଛି ସରିଗଲାଣି ହେଲା। ଆଉ ଭାତଟା ହେଇଛି, ଆଉ ତରକାରୀ କ'ଣ ରୋଷେଇ ଚାଲିଛି କି ଦେଖିବା ତାର। ତରକାରୀ ଏଗୁଡ଼ା କ'ଣ କି ତରକାରୀ? ଜହ୍ନି ଆଳୁ ଟମାଟର। ସେଇଟା ଆମର ପ୍ରସ୍ତୁତ ହେଇଗଲାଣି, ରେଡ଼ି ହେଇଗଲାଣି। ବର୍ତ୍ତମାନ ସକାଶେ ଚାଲିବ, ଟିଫିନ୍ ରେଡ଼ି ହେଇଯିବ। ଟିଫିନ୍ ରେଡ଼ି ହେଇସାରିଲା ପରେ ଖାଇ ପିଇକି ଯିବା। ଆଉ ସକାଳୁ କ'ଣ ଘଁ ଘାଁ କରୁଛନ୍ତି ଯିବା। ଏ ସକାଳର ଦୃଶ୍ୟ ଫ୍ରେଣ୍ଡ ଦେଖିପାରୁଥିବା। ଟାଇମ୍ ବି ହେଇଗଲାଣି 9ଟା। ଏବେ ଡ୍ୟୁଟି ଯିବା। ଗ୍ୟାରେଜ ମାନେ ଏନି ଟାଇମ୍ ଗାଡ଼ି, ସଫିସିଏଣ୍ଟ ଗାଡ଼ି ଏଠି ଏ ସାଇଡ଼୍ରେ ଦେଖିପାରୁଥିବେ ଫ୍ରେଣ୍ଡ। ଆଉ ଡ୍ୟୁଟି ପିଲାମାନେ ସବୁ ଡ୍ୟୁଟି ବାହାରିଲେଣି, ବିହାରୀ ଲୋକ ସବୁ। ଡ୍ୟୁଟି ଟାଇମ୍ ହେଲା 8ଟାରୁ ସନ୍ଧ୍ୟା 8ଟା। ଆଉ କାହିଁକିନା ଲେଟ୍ରେ କାହିଁକି ଯାଉଛୁ, କାମ ଟିକେ କମ୍ ଅଛି। ଆଉ ସେଇଥିପାଇଁ ଆମକୁ ଡେଲି 9:30 ସୁଦ୍ଧା ସେଠି ପହଞ୍ଚିବାକୁ ପଡ଼ିବ। ସେଥିପାଇଁ ଆମେ କହିଛନ୍ତି 9ଟା ସୁଦ୍ଧା ଆସିକି ଏଠି ପହଞ୍ଚ, ଆଗୁଆ ଅଧଘଣ୍ଟା ଥିବ ପହଞ୍ଚିକି ରେଡ଼ି ହେଇଥିବ ବୋଲି କହୁଛନ୍ତି। କାଲିଠୁ କ'ଣ 8ଟାରୁ ଡ୍ୟୁଟି ହେବ। ଆଜିଠୁ ଟିକେ ଲେଟ୍ରେ ଯାଉଛୁ, କାଲିଠୁ 8ଟାରୁ ଡ୍ୟୁଟି ହେବ ହେଲା। ଆଉ ଆନିମା ଏଠି ସକାଳୁ ବସିଛି ପୁରା ଚେୟାରରେ, ପୁରା ରାଜା ସିଂହାସନରେ। ତାର ବିଛଣା ବି ସେମିତି ପଡ଼ିଛି, ଏବେ ଶୋଇକି ଉଠିଲା ଝିଅ। ନାଇଁ ଲ କୁଆଡ଼େ ଯିବୁ ନା ମା? ହଁ ଏଠୁ ଆ ଫ୍ରେଣ୍ଡ ହାଏ ସାଙ୍ଗମାନେ କହ। ଆମେ କେମିତି ଅଛ? ଆମେ ତ ଭଲରେ ଅଛୁ, ଆପଣମାନେ ଭଲରେ ଥିବେ। ଆପଣମାନେ ଭଲରେ ଥିବେ ଆଜିକାଲି। ବାସ୍ ଏତିକି। ହଁ ଆଉ ମୁଁ ଘରେ ରହୁଛି କହିବୁ। ହଁ ମୁଁ ଗଲେ ଯାଉଛି। ହଉ ଠିକ୍ ଅଛି। ବାପା ହାଇଗଲା ମୋ ପୁଅ ଧୋଇଛୁ ନା ମା? ହଁ ମୋ ପୁଅ ଧୋଇବୁ। ହଁ ଆଉ ଘରେ ରହିବୁ, କୁଆଡ଼େ କିଛି ଯିବୁନୁ। ଆମେ ଯିବୁ କାମକୁ, ଡ୍ୟୁଟି ଯିବୁ ହେଲା। ଆଜିଠୁ ସୋମବାର, ଆଜିଠୁ କାମ ଆରମ୍ଭ ହେଇଗଲାଣି ହେଲା। ଘରେ ଥା। ହଉ ଆମେ ଖିଆପିଆ କରିବା, ତାପରେ ଯିବା ଡ୍ୟୁଟି। ଟାଇମ୍ ବି ହେଇଗଲାଣି। ଖାଇବା ପାଇଁ ବସିଗଲି। ଆଉ ଆନିମା ଆଉ ମୋର ଦୁଇ ଜଣ ଖାଇଦେବା ନା ମା। ଯେତେବେଳେ ମୋବାଇଲ ଅନ୍ କଲି ମାନେ ସେତେବେଳେ ହାଇ ମାଇଲା, ସାଙ୍ଗମାନଙ୍କୁ ସବୁ ହାଇଟା ଦେଇଦିଏ। ଆଉ ଦେଖିପାରୁଥିବେ ଫ୍ରେଣ୍ଡ, ପଖାଳ ଆଉ ଏଇଟା ଜହ୍ନି ଆଳୁ ଟମାଟର ତରକାରୀ। ଦେଖିବା ଆନିମା ତୁ ଫାଷ୍ଟ ଖା। ପାଖକୁ ଟିକେ ନେ ଆରେ ଟିକେ ନେ ମୋବାଇଲ ଦେଇଥିଲୁ। ଆଉ ଆଳୁ ଟିକେ ଖା। ତୁ ଶୁଭ କରିଲେ ମୋର ଶୁଭ।
ଗରମ ଗରମ ଅଛି ଗରମ ଗରମ ବାସ୍ ଏଥର ଖା କି ନ ଖା ମୋର ମୁଁ ଖାଉଛି ହେଲା ଟାଇମ୍ ହେଇଗଲାଣି ମୋର ସବୁବେଳେ ଗରମ ଅଛି ସବୁବେଳେ ଗରମ ନା ଦୁଷ୍ଟ ନା ତୋର ପେଣ୍ଟିଂ ହେଲା ଜଲ୍ଦି ପେଣ୍ଟିଂ ହବ ଟାଇମ୍ ହେଇଗଲାଣି ଏଠୁ ଯିବା ଫ୍ରେଣ୍ଡ ସେ ବସ୍ ଷ୍ଟପ୍ରେ ସେଠି ଛିଡ଼ା ହେବା ଅଧଘଣ୍ଟା ବସ୍ ଆସିବ ବସ୍ରେ ଏତେ ଭିଡ଼ ମାନେ କହି ହେବନି ଏତେ ଭିଡ଼ ସେଠୁ ଯାଇକି ବସ୍ ଅପେକ୍ଷା କରିବାକୁ ପଡ଼ିବ ବସ୍ରେ ଉଠିକି ସେଠି ପହଞ୍ଚିବାକୁ ପଡ଼ିବ ହଁ ଏଠୁ 10 କିଲୋମିଟର କ'ଣ ହେବ ମୋ କମ୍ପାନୀଟା ହଁ ଫ୍ରେଣ୍ଡ ମୁଁ ଖାଇସାରେ ବହୁତ ଲେଟ୍ ବି ହେଇଗଲାଣି ଏନେ ମାନି ମାଟିଲେ ଜହ୍ନିଟା ମସ୍ତ ଲାଗୁଛି ଜହ୍ନି ନ ଖା ଘରେ ତ ଅଛୁ ଖାଇବୁ ଆଉ କ୍ଷୀର ଅଛି କ୍ଷୀର ଭାତ ଦେଇକି ଏକାଥରେ ମିକ୍ସିଂ କରି ଖାଇବୁ ଆଉ କୁଆଡ଼େ ଯିବୁନି ବାହାରେ ତାର ଦେଖିବୁ ଭଲ ଭାବରେ ଯୋଗୁ ଘର ଭାବରେ ରଖିବୁ ହଁ ସେଇ ବାହାରେ ଖେଳିବୁ ହଉ ତାର ବର୍ତ୍ତମାନ କ୍ଷୀର ଗରମ ହେଇଯାଇଛି ଆଉ ବିସ୍କୁଟ ବର୍ତ୍ତମାନ ବ୍ରେକଫାଷ୍ଟ କରିକି ସେ ଖାଉଛନ୍ତି ନା ନିମା ତ ସକାଳ ସକାଳ ଏଇଟା ଖାଇଦେବୁ ଆଉ ଟିକେ ପରେ ଦାନ୍ତ ଫାନ୍ତ ବ୍ରସ୍ ଫ୍ରସ୍ କରିକି ତାପରେ ଭାତ ଖାଇବୁ ହଉ କୁଆଡ଼େ ଦୁଷ୍ଟ ହେବୁନି ହଁ ଗରମ ଅଛି ଟିକେ ଆସ୍ତେ ଆସ୍ତେ ଖା ଇଏ କରି ଖା ଖାଇଦେ ଚାଲ ତୋର ହେଇଗଲା ମୁଁ ବାହାରିଲି ଡ୍ୟୁଟି ବ୍ୟାଗ୍ ରେଡ଼ି ହେଇଯାଇଛି ଆନିମା ଯାଉଛି କାମକୁ ଯାଉଛି ଡ୍ୟୁଟି ଯାଉଛି କୁଆଡ଼େ ଦୁଷ୍ଟ ହେବୁ ମୋବାଇଲ ଦେଇ ରଖୁଛି ଘରେ ଦେଖିବୁ ଫ୍ରେଣ୍ଡ ମୁଁ ଏବେ ଯାଉଛି ବର୍ତ୍ତମାନ ଡ୍ୟୁଟି ଦେଖିବା କେତେବେଳେ କ'ଣ ଛୁଟି ହେଉଛି ସେଥିପାଇଁ ଯାଇ ମୁଁ ରହୁଛି